ଆମର ଏଟା ହେଲା ଓଡ଼ିଶା ଗଭର୍ଣ୍ଣମେଣ୍ଟ ପାଇଁ ଓଡ଼ିଶା ଗଭର୍ଣ୍ଣମେଣ୍ଟର ଯେତେ ସବୁ ଓଡ଼ିଆ କ୍ୱେଶ୍ଚିନ୍ ଆସିବ ଏଟା ତା ଉପରେ। ତ ଫାଷ୍ଟ ଆମର ଆସୁଛି ଅବବୋଧ ପରୀକ୍ଷଣ। ଅବବୋଧ ପରୀକ୍ଷଣ କ'ଣ ନା ଗୋଟେ 150ଟି ଶବ୍ଦ ମଧ୍ୟରେ ଗଦ୍ୟ ଅନୁଚ୍ଛେଦ ଥିବ, ତା ଭିତରୁ 5ଟା କ୍ୱେଶ୍ଚିନ୍ ପଚାରିଥିବ ଆଉ 4ଟା ଲେଖା ଅପସନ୍ ଦେଇଥିବ। ଏଇଟା ହେଲା ଅବବୋଧ ପରୀକ୍ଷଣ, ଗଦ୍ୟ ଅନୁଚ୍ଛେଦରେ ଯାଉଛି। ତ ଏଟା ଆସିବ 5 ମାର୍କ। ତାପରେ ଆମର ଆସିବ ଲେଖା ଓ ଲେଖକ। ଲେଖା ଲେଖକରେ ଆସିବ ସାରଳା ଦାସ, ଜଗନ୍ନାଥ ଦାସ, ଉପେନ୍ଦ୍ର ଭଞ୍ଜ, ଭୀମ ଭୋଇ, ଫକୀର ମୋହନ ସେନାପତି, ଗୋପାଳ ଚନ୍ଦ୍ର ପ୍ରହରାଜ, ଗୋପୀନାଥ ମହାନ୍ତି। 7 ଜଣ ଲେଖକଙ୍କର ଗୋଟିଏ କୃତିର ନାମ ଉଲ୍ଲେଖ କରାଯାଇପାରିବ। ମାନେ ତାଙ୍କର କ'ଣ କାବ୍ୟ କବିତା ଅଛି ଲେଖିପାରିବ, ନହେଲେ ତାଙ୍କ କାବ୍ୟ କବିତା ଦେଇଥିବ ଏଇଟା କିଏ ଲେଖିଛନ୍ତି ବୋଲି ପଚାରିପାରିବ। ତାପରେ ଆମର ଅଛି ପଦ ନିର୍ଣ୍ଣୟ। ପଦ ନିର୍ଣ୍ଣୟ କେମିତି କରିବ ନା ଗୋଟିଏ ପଦକୁ ମାନେ ଗୋଟେ ସେଣ୍ଟେନ୍ସ ଦେଇଥିବ, ତା ତଳେ ଗୋଟେ ରେଖାଙ୍କିତ ମାନେ ରେଖା ଟାଣିଥିବ, ପଚାରିଥିବ ଏଇ ରେଖାଙ୍କିତ ପଦଟି କ'ଣ, ବିଶେଷ ନା ସର୍ବନାମ ନା ବିଶେଷଣ ନା ଅବୟ ନା କ୍ରିୟାପଦ, ଏଇଟା ହିଁ ପଚାରିବ। ତାପରେ ଆମର ଏଠି ଦେଇଛି କୃଦନ୍ତ। କୃଦନ୍ତ 2ଟି କୃଦନ୍ତ ନିଷ୍ପନ୍ନ ପଦ ଗଠନ କିମ୍ବା ପ୍ରତ୍ୟୟ ଚିହ୍ନ ଗୁଡ଼ିକ, ମାନେ କୃଦନ୍ତ ଯେଉଁ ଦେଇଥିବ ତାର ଗଠନ ବା ପ୍ରତ୍ୟୟ ଚିହ୍ନ ଗୁଡ଼ିକୁ ଦର୍ଶାଇବ। ତାପରେ ତଦ୍ଧିତ। କୃଦନ୍ତ କାହାକୁ କୁହାଯାଏ କହିଥିଲି ତ। ତାପରେ ହେଲା ତଦ୍ଧିତ। 2ଟି ତଦ୍ଧିତ ନିଷ୍ପନ୍ନ ପଦ ଦିଆଯାଇଛି, ସେଭଳି ତଦ୍ଧିତ ପଦ ଦିଆଯାଇଥିବ, 4ଟା ଅପସନ୍ ଦେଇଥିବ, ତା ଭିତରୁ କେଉଁଟା ତଦ୍ଧିତ ପଦ ମାରିବ। ତାପରେ ଆମର ଅଛି ବାକ୍ୟ ପରିଚିତ। ବାକ୍ୟ ପରିଚିତ କ'ଣ ନା କେଉଁଟା ସରଳ ବାକ୍ୟ, କେଉଁଟା ଜଟିଳ ବାକ୍ୟ, କେଉଁଟା ଯୌଗିକ ବାକ୍ୟ, କେଉଁଟା ମିଶ୍ର ବାକ୍ୟ, ଏଇଟା ହିଁ ଚିହ୍ନେଇବ କେଉଁଥିରେ ନା ବାକ୍ୟ ପରିଚିତରେ। ତାପରେ ହେଲା ସାଧାରଣ ଅଶୁଦ୍ଧି। ସାଧାରଣ ଅଶୁଦ୍ଧି କ'ଣ, ଶବ୍ଦ ଓ ବାକ୍ୟ ପ୍ରତ୍ୟେକରୁ 2ଟି ଲେଖାଏଁ ପ୍ରଶ୍ନ ଦିଆଯାଇଛି, ସେଥିରୁ ଠିକ୍ ଶବ୍ଦ କିମ୍ବା ବାକ୍ୟ ବାଛିବାକୁ କୁହାଯାଇଛି। ମାନେ ଯେଉଁଟା ତୁମର ଗୋଟେ ସେଣ୍ଟେନ୍ସ ଦେଇଥିବ ତା ଭିତରୁ ତୁମର ଗୋଟେ ଭୁଲ ଦେଇଥିବ, ସେ ଭୁଲଟା କେଉଁଟା ସେଇଟା ହିଁ ଚିହ୍ନେଇବ। ପାରିବ ସ୍କ୍ରିନଶଟ୍ ନେଇପାରିବ। ତାପରେ ଆମର ଆସୁଛି 8 ନମ୍ବରରେ କ'ଣ ନା ସନ୍ଧି। ସନ୍ଧି କ'ଣ, ସ୍ୱର ସନ୍ଧି, ବ୍ୟଞ୍ଜନ ସନ୍ଧି, ବିସର୍ଗ ସନ୍ଧି, ଏଇଗୁଡ଼ିକ ଦେଇଥିବ, 4ଟା ଅପସନ୍ ଦେଇଥିବ, ପଚାରିଥିବ ଆ ଭିତରୁ ସ୍ୱର ସନ୍ଧି କେଉଁଟା, ବିସର୍ଗ ସନ୍ଧି କେଉଁଟା, ବ୍ୟଞ୍ଜନ ସନ୍ଧି କେଉଁଟା। ତାପରେ ଆସିବ କ'ଣ ନା କାରକ। କାରକ ଆସିବ, ବିଭକ୍ତି ଆସିବ, ସମାସ ଆସିବ, କର୍ତ୍ତା କର୍ମ କରଣ ସମ୍ପାଦନ ଅପାଦାନ, ବିଭକ୍ତି ବି ସେଇ ଟାଇପ୍ର। ତାପରେ ସମାସ, ତତ୍ପୁରୁଷ, କର୍ମଧାରୟ, ବହୁବ୍ରୀହି, ଦିଗୁ, ଦ୍ୱନ୍ଦ୍ୱ, ଅଲୁକ, ଅବୟ, 7ଟି ସମାସ ପଚାରିଛି, 7ଟି ସମାସ ହିଁ ଆସିବ। ତାପରେ ଆସିବ ଆମର ରୂଢ଼ି। ରୂଢ଼ି ଲୋକ କଥା ଏଗୁଡ଼ିକ ସବୁ ଆସିବ। ତାପରେ ଆସିବ ଛନ୍ଦ। ଛନ୍ଦ ପାଇଁ ଗୁଜରୀ, ନଟବାଣୀ, ବଙ୍ଗଳାଶ୍ରୀ, ଦାଣ୍ଡିବୃତ୍ତ, ଚୋଖୀ, 5ଟି ମଧ୍ୟରୁ ଆସିବ ଏଇ କ୍ୱେଶ୍ଚିନ୍। ତାପରେ ଆସିବ ଅଳଙ୍କାର, ଅନୁପ୍ରାସ, ଉପମା, ରୂପକ, ବ୍ୟତିରେକ, ଉତ୍ପ୍ରେକ୍ଷ, ଏଗୁଡ଼ିକ ସବୁ ଆସିବ। ତାପରେ ଆସିବ କ'ଣ ଅବୟବୋଧକ। ଯେମିତି ସେଠି ଗୋଟେ ଯାଇଥିଲା କ'ଣ ନା ଗଦ୍ୟକୁ ପ୍ୟାସେଜ୍ ଟାଇପ୍ର ପକେଇଥିବ, ଏଇଟା ସେମିତି ପଦ୍ୟର ପ୍ୟାସେଜ୍ଟା ଆସିବ।